ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ପଞ୍ଚାୟତ ପାଣ୍ଡିଆ ସ୍ଥିତ ଶ୍ରୀ ଶ୍ରୀ ବୀରଭଦ୍ରେଶ୍ୱର ସାହିତ୍ୟ ସଂସଦର 31ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୋତରା ପଞ୍ଚାୟତ ପ୍ରହରାଜପୁର ଗ୍ରାମସ୍ଥିତ କାମେଶ୍ୱର ମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ ସାହିତ୍ୟିକ ତଥା ସାମ୍ବାଦିକ ଭକ୍ତଚରଣ ସାହୁ ଅଧ୍ୟକ୍ଷତା କରିଥିଲେ। ପୂର୍ବତନ ଆୟକର ଆୟୁକ୍ତ ତଥା ଶରତକର ଅନିମାକର ଫାଉଣ୍ଡେସନର ଅଧ୍ୟକ୍ଷ ଶୋଭନକର ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଅବସରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପେନ୍ଦ୍ରନାଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟର ପ୍ରଚାର ପ୍ରସାର ସହ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆହ୍ୱାନ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟ ସଂଗଠକ ଶଶଧର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାହିତ୍ୟ ଓ ସଂସ୍କୃତି ମାଟି ମାହାଙ୍ଗାର ଗାରିମା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷାବିତ୍ ଶାରଦା ପ୍ରସାଦ ମିଶ୍ର, ଉର୍ବି ପତ୍ରିକାର ସମ୍ପାଦକ ଶ୍ରୀଧର ଶେଖର ମହାପାତ୍ର, ଅଧ୍ୟାପକ ଡକ୍ଟର ନିଖିଳେଶ ପଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ସଂସଦର ମୁଖପତ୍ର କୁଞ୍ଜକଳିକାର ଉନ୍ମୋଚନ କରିଥିଲେ। ସେହିପରି କାମେଶ୍ୱର ମନ୍ଦିର ପ୍ରତିଷ୍ଠାରେ ସହଯୋଗ କରିଥିବା ଗୋତରା ପଞ୍ଚାୟତର ବହୁ ବ୍ୟକ୍ତି ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ୟଙ୍ଗକବି ରସରାଜ ବୀରକିଶୋର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂସଦର ପ୍ରତିଷ୍ଠାତା ସମ୍ପାଦକ ରାଜକିଶୋର ମିଶ୍ର ବିବରଣୀ ପାଠ କରିଥିଲେ। କବି ଗୌତମ ଚରଣ ଜେନା ମାନପତ୍ର ପାଠ କରିଥିଲେ। ଅବସରପ୍ରାପ୍ତ ପୁଲିସ ଅଧିକାରୀ କବି କୁଳମଣି ସାହୁ ଧନ୍ୟବାଦ ଦେଇଥିଲେ। ସେହିପରି କବି ଗୌତମ ଚରଣ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଥମ ଅଧିବେଶନରେ ଶ୍ରୀନିବାସ ସାହୁ, ପ୍ରାଧ୍ୟାପକ ବିରୁପାକ୍ଷ ରାୟ, ସାହିତ୍ୟିକ ବିଦୁଲତା ପ୍ରଧାନ, ପ୍ରବଚକ ଶରତ ଚନ୍ଦ୍ର ରଥ, ରଶ୍ମିପ୍ରଭା ସମ୍ପାଦକ ମନୋଜ ନନ୍ଦ, ଶିଶୁ ସାହିତ୍ୟିକ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପରେ କବି ବୀରକିଶୋର ସ୍ୱାଇଁ, କବି ମହେନ୍ଦ୍ର ଘଡ଼େଇ ଓ କବି ମମତା ମହାନ୍ତିଙ୍କ ସଂଯୋଜନାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ। ପ୍ରାରମ୍ଭରେ ଛାତ୍ରୀ ଲିପ୍ସା ସେନାପତି ଗୀତା ପାଠ କରିଥିଲା ବେଳେ ଛାତ୍ରୀ ଲିପ୍ସା ମିଶ୍ର ନୃତ୍ୟ ପରିବେଷଣ କରିଥିଲେ। ମାହାଙ୍ଗାରୁ ବିଜୟ କୁଅରଙ୍କ ରିପୋର୍ଟ, ନିର୍ମାଣ ଲାଇଭ୍।